ହୃଦୟକୁ ହୃଦୟ ଯୋଡ଼େ ନୂଆ ସମ୍ପର୍କ ଗଢ଼େ ହୃଦୟକୁ ହୃଦୟ ଯୋଡ଼େ ନୂଆ ସମ୍ପର୍କ ଗଢ଼େ 90.4 FM ରେଡିଓ ସୁରଭି 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 Radio Surabhi 90.4 FM connecting masses. শ্রোতা বন্ধু নমস্কার। মু প্রফেসর কামাক্ষী প্রসাদ দাস, অবসরপ্রাপ্ত ইতিহাস বিভাগীয় মুখ্য, সরকারি মহাবিদ্যালয় কোরাপুট তথা আইআইইসির পাঠ্য খসড়া ନିର୍ଦ୍ଦେଶକ, ରେଡ଼ିଓ ସୁରଭି 90.4 FM ବେତାର କେନ୍ଦ୍ରରୁ ଆଜିର ଅନୁଚିନ୍ତା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ଆମେ ଶୁଣିବା ମୋ ପୁସ୍ତକ ଅନ୍ତର୍ଦାହର ପରବର୍ତ୍ତୀ ଆଲେଖ୍ୟ ସ୍ୱାଭିମାନୀ ଚେତନାର ସ୍ୱରଲିପି। ବିଶ୍ୱାବସୁଙ୍କର ବିଶ୍ୱାସର ଏରୁଣ୍ଡି ବନ୍ଧକୁ ଅତିକ୍ରମ କରି ଶବରପଲ୍ଲୀର ମୁହଁକୁ ପରିତ୍ୟାଗପୂର୍ବକ ପୂଜାବେଦୀର ଅବରୁଦ୍ଧ ପରିବେଶରୁ ମୁକୁଳି ଆସି ସେଦିନ ବିଦ୍ୟାପତିଙ୍କର ସୌଜନ୍ୟମୂଳକ ଦର୍ଶନରେ ଆକର୍ଷିତ ହୋଇ ମହାପ୍ରଭୁ ଜଗନ୍ନାଥ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ ସର୍ବସାଧାରଣଙ୍କର ଦେବତା ସାଜି। ତିଳତଣ୍ଡୁଳିତ ଇତିହାସରେ ଆମର ଏ ସର୍ବଧର୍ମ ସମନ୍ୱୟର ଧର୍ମନିରପେକ୍ଷ ପରମ୍ପରା ଓ ସଂସ୍କୃତି ଏବଂ ତଜ୍ଜନିତ ଅନୁସନ୍ଧାନ ଆଜି ବି ଏକ ଅମର ଛନ୍ଦରେ ଛନ୍ଦାୟିତ। ଏହା ପୁଣି ଅଗଣିତ ସନାତନୀ ସଂସ୍କୃତି ପ୍ରେମୀଙ୍କର ବିଶ୍ୱାସକୁ ମଜବୁତ କରିବା ନିମିତ୍ତ ଏକ ବଳିଷ୍ଠ ପୃଷ୍ଠଭୂମି। ଏହାର ଦିବ୍ୟ ଛୁଆଁରେ କର୍ମୀଟିଏ ଏଠି ତା କର୍ମ କରିବାର ଅଧିକାରକୁ ସାବ୍ୟସ୍ତ କରିପାରେ କର୍ମକୁ ଚୟନ କରି, କିନ୍ତୁ କର୍ମଜନିତ ଫଳ ପ୍ରାପ୍ତିକୁ ବାଛି ନେଇପାରେ ନାହିଁ। କର୍ମ ଓ କର୍ମୀ ଆମ ସଂସ୍କୃତିରେ ଏକାକାର ବୋଲି ତ ଆମ ସଂସ୍କୃତିର ସ୍ୱତନ୍ତ୍ରତା ପ୍ରତିପାଦିତ ହୋଇଥାଏ। ଏହା ସ୍ୱାଭିମାନୀ ଚେତନାରେ ବୃଦ୍ଧିମନ୍ତ ଏବଂ ଚେତନା ବିଜଡ଼ିତ ଆମର ଏ ସଂସ୍କୃତିର ଧାରା ଏକ ଆବେଗମୟ ପରିବର୍ତ୍ତନଶୀଳ ପରମ୍ପରାକୁ ନେଇ ନିରନ୍ତର ଗତିଶୀଳ କେଉଁ ଏକ ଆଦିମ ଯୁଗରୁ ଅଦ୍ୟାବଧି, ସତେ ଯେମିତି ଏହା ଅଜର, ଅମର ଏବଂ ଅବିନଶ୍ୱର, ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତରୁ ଊର୍ଦ୍ଧ୍ୱରେ ରହି ଆମ ପରମ୍ପରା, ଆମ ପରିଚୟକୁ ବିଶ୍ୱ ଦରବାରରେ କରିଛି ଚିର ଜାଜ୍ୱଲ୍ୟମାନ। ଆମର ଏ ପରମ୍ପରା ଏକ ମହାଜାଗତିକ ଅଲୌକିକ ବିଭୁ ଚେତନାକୁ ବିତରଣ କରିଥାଏ ବିଶ୍ୱବାସୀଙ୍କୁ। ତେଣୁ ତ ବିଶ୍ୱାବସୁଙ୍କର ବିଶ୍ୱାସର ଏରୁଣ୍ଡି ବନ୍ଧକୁ ଅତିକ୍ରମ କରି ପୁରୀର ବଡ଼ଦାଣ୍ଡକୁ ବାଛି ନେଇଥିଲେ ପ୍ରଭୁ ଜଗନ୍ନାଥ ସେଦିନ। ତେଣୁ ଆସନ୍ତୁ ଆମର ଏ ବହୁ ପୁରାତନ ସରଳ ସାବଲୀଳ ସଂସ୍କୃତିର ଅସ୍ମିତାକୁ ସୁରକ୍ଷା କରିବା ପାଇଁ ନିଜ ନିଜକୁ ଅହଂଶୂନ୍ୟ କରି ସ୍ୱାଭିମାନର ସହ ପଥ ଚାଲିବା। କାରଣ ଜୀବନ ରୂପୀ ନାବରେ ଅହଙ୍କାର, ମୋହ ଓ ମାୟା ରୂପୀ ଛିଦ୍ର ସୃଷ୍ଟି ହେଲେ ଏହା ସଂସାର ରୂପୀ ସାଗରରେ ଶରୀର ସମାଧି ଲାଭ କରିପାରେ। ଧନ୍ୟବାଦ। ତାହେଲେ ଆଜି ପାଇଁ ଏତିକି। ପୁଣି ଆସିବି ଆସନ୍ତା ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ବିଦାୟ ନେଉଛି। ନମସ୍କାର।